କାହାର ମୃତ୍ୟୁ ଯେ କେତେବେଳେ ଓ କେମିତି ଆସିବ ତାହା କେହି ଜାଣିନଥାନ୍ତି। ସେହିପରି ଏକ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଛକ ନିକଟରେ। କାରରେ ଯାଉଥିବା ସମୟରେ ରାସ୍ତାରେ ହଠାତ୍ ହୃଦଘାତ ଯୋଗୁଁ ଚାଲି ଯାଇଥିଲା କାର ଚାଳକଙ୍କର ଜୀବନ। ଏପଟେ ଦୀର୍ଘ ସମୟ ଧରି ଏକ ନାଲି ରଙ୍ଗର କାର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବାର ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ କାର ନିକଟକୁ ଯାଇ ଲୋକମାନେ ଚାଳକଙ୍କୁ ଡାକିଥିଲେ ବି କୌଣସି ଉତ୍ତର ପାଇନଥିଲେ। ପରେ ବୈଶିଙ୍ଗା ଥାନାକୁ ଖବର ଦିଆଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଚାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଏହାପରେ ଚାଳକଙ୍କର ପରିଚୟ ମିଳିଥିଲା। ସେ ହେଉଛନ୍ତି ବୈଶିଙ୍ଗା ଥାନାର କାର୍ଯ୍ୟରତ କନେଷ୍ଟବଳ ବସନ୍ତ କୁମାର ମହାନ୍ତ। କୌଣସି କାମରେ ସେ ଆଜି କାର ଯୋଗେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ହିଁ ହୃଦଘାତ କାରଣରୁ ଚାଲି ଯାଇଥିଲା ତାଙ୍କର ଜୀବନ। ଯେଉଁଥିପାଇଁ ପଦ୍ମନାଭପୁର ଟୋଲଗେଟ୍ ଓ ଛକ ମଝି ରାସ୍ତା ପାର୍ଶ୍ୱରେ ତାଙ୍କ କାରଟି ଦୀର୍ଘ ଘଣ୍ଟା ଅଟକି ରହିଥିଲା। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ଏପଟେ ମୃତ କନେଷ୍ଟବଳ ବସନ୍ତ କୁମାର ମହାନ୍ତଙ୍କ ଘର ଝାରପୁଖରିଆ ନିକଟସ୍ଥ ମାନବନ୍ଦ ଗ୍ରାମରେ। ସେ ବେତନଟିରେ ରହି ବୈଶିଙ୍ଗା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ମୃତ କନେଷ୍ଟବଳ ବସନ୍ତ କୁମାର ମହାନ୍ତଙ୍କ ବାପା ଗମ୍ଭାର ମହାନ୍ତ ଜଣେ ଏସ୍ଆଇ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ତେବେ ତାଙ୍କର ଏପରି ଅକାଳ ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ସମେତ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି। ଏ ଯେଉଁ କାର ଭିତରେ ଯେଉଁ ମାନେ ମରିଥିଲେ ଆପଣ କେମିତି ଜାଣିଲେ? ଡୋର ଖୋଲିକି ଦେଖିଲି। ଏଇଟା ହେଉଛି କେଉଁ ଜାଗା? ପଦଲାମପୁର ନିୟରେଷ୍ଟ ଛକ। କେତେ ସମୟ ଧରି କେମିତି ରାସ୍ତା କଡ଼ରେ କାରଟା ଠିଆ ହେଇଥିଲା? ପ୍ରାୟ 10:30ରୁ 5:30। ଆଚ୍ଛା, ଆପଣ ଜାଣିତେ କେତେବେଳେ ପାଇଲେ? 5ଟାରେ। 5ଟାରେ। ଏବେ ଲୋକର କିଛି ପରିଚୟ ଜଣାପଡ଼ିଛି କେଉଁଠିକାର ବୋଲି? ହଁ, ବୈଶିଙ୍ଗା ଥାନା ବସନ୍ତ ବାବୁ କିଏ କହୁଛନ୍ତି ବୋଲି କହୁଛନ୍ତି। ହଁ, ବର୍ତ୍ତମାନ ଥାନାବାଲା ଆଣିକି ତାଙ୍କୁ କେଉଁଠି ନେଇଗଲେ ବୈଶିଙ୍ଗା ହସ୍ପିଟାଲ। ହସ୍ପିଟାଲ ନେଇଯାଇଛନ୍ତି। ଗାଡ଼ିଟା ଥାନାକୁ ନେଇଗଲେ। ତେଣୁ କେମିତି କ'ଣ ମରିଗଲେ ବୋଲି ବିଶେଷ ସୂତ୍ରରେ ଜଣାପଡ଼ୁଛି? ସେଟା ତ ଆମେ ଡକ୍ଟର ନୁହେଁ, କହିପାରିବାନି। ତଥାପି ହାର୍ଟଚକ୍। ହାର୍ଟଚକ୍। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।